ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆମେ ଆଉ ଏକ ସୁନ୍ଦର ଗପଟିଏ ଶୁଣିବା। ଗପଟିର ନାମ ହେଉଛି ସଚ୍ଚୋଟତା। ଜୀବନରେ ସଚ୍ଚୋଟତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ମନୁଷ୍ୟର ଲୋଭ ତାକୁ ଅନେକ ସମୟରେ ଭୁଲ ବାଟରେ ନେଇଯାଇଥାଏ। ବେଳେବେଳେ ଲୋଭର ବଶବର୍ତ୍ତୀ ହୋଇ ମଣିଷ ଏପରି ଭୁଲ କରି ବସେ ଯେଉଁଥିପାଇଁ ତାକୁ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼େ। ଏହି ପରିପ୍ରେକ୍ଷୀରେ ଏହି କାହାଣୀଟି। ଗୋଟିଏ ସହରରେ ଜଣେ ଲୋଭୀ ଓ କୃପଣ ବ୍ୟକ୍ତି ଥିଲେ। କାହାରିକି ପଇସାଟିଏ ଦେବା ତାଙ୍କ ଜାତକରେ ନଥିଲା। ଥରେ ସେ ବାଟରେ ଯାଉ ଯାଉ ନିଜ ପାଖରେ ରଖିଥିବା 30ଟି ସ୍ୱର୍ଣ୍ଣ ମୁଦ୍ରାକୁ କେଉଁଠାରେ ହଜାଇ ଦେଇଥିଲେ। ଯେତେବେଳେ ସ୍ୱର୍ଣ୍ଣ ମୁଦ୍ରା ହଜାଇ ଦେଇଥିବା କଥା ସେ ଜାଣିଲେ, ସେତେବେଳେ ତାଙ୍କ ମନ ଦୁଃଖ ହୋଇଗଲା। ମନ ଦୁଃଖରେ ସେ ଆଉ କିଛି କାମଦାମ ବି କରିପାରିଲେ ନାହିଁ। ଏକଥା ସେ ଯାଇ କହିଲେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ। ସୌଭାଗ୍ୟକୁ କୃପଣ ବନ୍ଧୁଙ୍କ କନ୍ୟା ଘରକୁ ଫେରିବା ବାଟରେ ରାସ୍ତା ଉପରୁ 30ଟି ସ୍ୱର୍ଣ୍ଣ ମୁଦ୍ରା ଥିବା ଗୋଟିଏ ଥଳି ପାଇଥିଲେ। କୃପଣ ବ୍ୟକ୍ତି ଜଣକ ଯେତେବେଳେ ମନ ଦୁଃଖରେ ସ୍ୱର୍ଣ୍ଣ ମୁଦ୍ରା ହଜାଇ ଦେଇଥିବା କଥା କହିଲେ, ତାଙ୍କର ବନ୍ଧୁ କହିଲେ ଯେ ସେ ହଜାଇ ଦେଇଥିବା ସ୍ୱର୍ଣ୍ଣ ମୁଦ୍ରାକୁ ତାଙ୍କର କନ୍ୟା ରାସ୍ତା ଉପରୁ ପାଇଛି। ଏହା କହି ସେ ତାଙ୍କ ଝିଅ ପାଇଥିବା ସ୍ୱର୍ଣ୍ଣ ମୁଦ୍ରା ଥଳିକୁ ଆଣିଦେଲେ ତାଙ୍କର କୃପଣ ବନ୍ଧୁଙ୍କୁ। ହଜି ଯାଇଥିବା ସ୍ୱର୍ଣ୍ଣ ମୁଦ୍ରା ଥଳିକୁ ଫେରି ପାଇବା ପରେ କୃପଣଙ୍କ ମନରେ ଆଉ ଥରେ ଖୁସି ଭରିଗଲା। ଥଳିଟିକୁ ପାଇବା ମାତ୍ରେ ସେ କାଳ ବିଳମ୍ବ ନ କରି ତାକୁ ଖୋଲି ପକାଇଲେ ଏବଂ ତା ଭିତରେ ଥିବା ସ୍ୱର୍ଣ୍ଣ ମୁଦ୍ରାକୁ ଗଣିଲେ। ଗଣି ସାରିବା ପରେ କୃପଣ ଜଣକ ଦେଖିଲେ ଯେ ତା ଭିତରେ ସେ ହଜାଇ ଦେଇଥିବା 30ଟି ସ୍ୱର୍ଣ୍ଣ ମୁଦ୍ରା ଠିକ୍ ପୂର୍ବ ପରି ରହିଛି। କିନ୍ତୁ ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହେବା ସହ ଲୋଭ ଲାଗିଲା। ତହୁଁ ସେ କହିଲେ ଯେ ମୋର ଏହି ଥଳି ଭିତରେ 40ଟି ସ୍ୱର୍ଣ୍ଣ ମୁଦ୍ରା ଥିଲା। ତେଣୁ ଆଉ 10ଟି ସ୍ୱର୍ଣ୍ଣ ମୁଦ୍ରା ଫେରାଇବା ପାଇଁ କୃପଣ ଜଣକ ତାଙ୍କ ବନ୍ଧୁଙ୍କ ନିକଟରେ ଦାବି କଲେ। ତାଙ୍କ ବନ୍ଧୁ ତାଙ୍କୁ ଯେତେ ବୁଝାଇଲେ ସୁଦ୍ଧା ସେ କୌଣସି ପ୍ରକାର କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ପରେ ନିଜ ଜିଦ୍ରେ ଅଟଳ ରହି କୃପଣ ଜଣକ ଯାଇ ସେଠାକାର ବିଚାରପତିଙ୍କ ନିକଟରେ ତାଙ୍କ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଗତ କଲେ। କୃପଣଙ୍କ ଠାରୁ ଅଭିଯୋଗ ପାଇବା ପରେ ବିଚାରପତି କୃପଣର ବନ୍ଧୁ ଓ ତାଙ୍କ କନ୍ୟାକୁ ନ୍ୟାୟାଳୟକୁ ଡକାଇଲେ। ନ୍ୟାୟାଳୟରେ ବିଚାରପତି କୃପଣ ଜଣକୁ ପଚାରିଲେ, ତୁମର ହଜି ଯାଇଥିବା ଥଳି ଭିତରେ କେତୋଟି ସ୍ୱର୍ଣ୍ଣ ମୁଦ୍ରା ଥିଲା? କୃପଣ ଜଣକ କାଳ ବିଳମ୍ବ ନ କରି ଉତ୍ତର ଦେଲା, ହଜୁର 40ଟି। ତାପରେ ବିଚାରପତି କୃପଣ ବନ୍ଧୁର ଝିଅକୁ ପଚାରିଲେ, ଆଚ୍ଛା, ତୁମେ ରାସ୍ତା ଉପରୁ ଯେଉଁ ଥଳିଟି ପାଇଲ ସେଥିରେ କେତୋଟି ସ୍ୱର୍ଣ୍ଣ ମୁଦ୍ରା ଥିଲା? ଝିଅଟି କହିଲା, ହଜୁର 30ଟି। ତହୁଁ ବିଚାରପତି ସ୍ୱର୍ଣ୍ଣ ମୁଦ୍ରା ବ୍ୟାଗଟିକୁ ଝିଅଟିକୁ ଫେରାଇ ଦେଇ କହିଲେ, ଏଇଠି ତୁମ ପାଖରେ ରଖ, କାରଣ ଏଇଟି କେବେ ହେଲେ ଏଇ ବ୍ୟକ୍ତିଙ୍କର ହୋଇନପାରେ, କାରଣ ସେ 40ଟି ସ୍ୱର୍ଣ୍ଣ ମୁଦ୍ରା ହଜାଇଛନ୍ତି। ବିଚାରପତିଙ୍କର ଏପରି ଆଦେଶ ଶୁଣି କୃପଣ ଜଣକ ସେଇଠାରେ ମୂର୍ଚ୍ଛା ଗଲେ। ଦେଖିଲେ ତ ସାଙ୍ଗମାନେ, କେତେ ସୁନ୍ଦର ଏ ଗପ। ଯଦି ଭଲ ଲାଗିଥିବ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।